ଆମର ମାତୃଭୂମି ମାତୃଭାଷା ବୋଲି ଗୋଟେ ସଂଗୋଷ୍ଠୀ ଅଛି। ଯେତେବେଳେ କରୋନା ମହାମାରୀ ବେଳେ ସମସ୍ତେ ଘରେ କବାଟ କିଳି ରହୁଥିଲେ, ସେତେବେଳେ ମାଟି ଆଉ ମାତୃଭାଷାକୁ ଭଲ ପାଉଥିବା କିଛି ସମଭାବାପନ୍ନ ଲୋକଙ୍କର ଏକ ସଂଗୋଷ୍ଠୀ ସୃଷ୍ଟି କରିଥିଲୁ, ଯେଉଁମାନେ କେବଳ ଖବରକାଗଜ ପଢ଼ୁଥିଲେ ଏବଂ ସେଥିରୁ ଜାଣିପାରୁଥିଲୁ ଭଲ ଭଲ ଆର୍ଟିକିଲ୍ ବାହାରିଲେ କେଉଁମାନଙ୍କର ବାହାରୁଛି ସେମାନଙ୍କ ସହିତ ଆମେ ଯୋଗାଯୋଗ ରଖୁଥିଲୁ। ଯୋଗାଯୋଗ ରଖିବା ପରେ ଗୋଟେ ସଂଗୋଷ୍ଠୀ ସୃଷ୍ଟି ହେଲା, ଯେଉଁମାନେ ମାଟି ମାତୃଭାଷାକୁ ଭଲ ପାଉଛନ୍ତି। ସେମାନଙ୍କ ଭିତରେ ଗୋଟେ ନିଜ ନିଜ ଭିତରେ ଗୋଟେ ଆକର୍ଷଣ ଆସିଲା, ଗୋଟେ ସଂଗୋଷ୍ଠୀ ସୃଷ୍ଟି ହେଲା। ତେଣୁ ଗୋଟେ ଚିନ୍ତା କରାଗଲା ଯେ ପ୍ରତି ମାସରେ ଗୋଟେ ମାସିକ କବିତା ଆସର କରିବା, ଆମର ଭାଷାକୁ ନେଇକି, ମାଟିକି ନେଇକି, ମାତୃଭାଷାକୁ ନେଇକି ଆମେ ଗୋଟେ କବିତା ଆସର କରିବା। ସେହି ସମୟରୁ ପ୍ରତି ମାସରେ ଆମର ଗୋଟେ ଗୋଟେ କବିତା ଆସର ହୁଏ। ସେଥିରେ ଓଡ଼ିଶାର କୋଣ ଅନୁକୋଣରୁ ମୟୂରଭଞ୍ଜ ଠାରୁ ମାଲକାନଗିରି ପର୍ଯ୍ୟନ୍ତ ବହୁ ଜାଗାରୁ କବିମାନେ ଭାଗ ନିଅନ୍ତି। ଯେହେତୁ ସେଇଟା ଅନଲାଇନ୍ରେ ହେଉଥିଲା, ସେଥିରେ କିଛି ଅସୁବିଧା ନଥିଲା, କରି ହେଉଥିଲା। ତେଣୁ ଆମେ ଗୋଟେ ଏବେ ବି ସେ କବିତା ଆସର ଚାଲିଛି। ଆମେ ବଛା ବଛା କବିମାନଙ୍କର ବଛା ବଛା କବିତାକୁ ନେଇ ଗୋଟେ 100ଟି କବିତା ସିଲେକ୍ସନ୍ କରାଗଲା। ଗୋଟେ ସୁବର୍ଣ୍ଣ ଶତକ ବହିଟିଏ କରାଗଲା। ସେଇ ଓଡ଼ିଶା ବାଣୀ ଭଣ୍ଡାରକୁ ସିଏ ସମୃଦ୍ଧ କରିବ ବୋଲି ଆଶା କରି ସେଇ କବିତାକୁ ଉନ୍ମୋଚନ କରିବା ପାଇଁ ଆଜିର ଏହି ସମାରୋହ। ଆଜି ଏହି ବନ୍ଧୁମାନଙ୍କୁ ବରିଷ୍ଠ କବିମାନଙ୍କୁ, ସାହିତ୍ୟିକମାନଙ୍କୁ, ଭାଷାବିତମାନଙ୍କୁ ଡାକି ତାଙ୍କରି କର କମଳରେ ଏଇଟାକୁ ଉନ୍ମୋଚନ କରୁଛୁ। ଆଶା କରୁଛୁ ଏଇଟା ଜନମାନସରେ ନିଶ୍ଚିତ ଆଦୃତ ହେବ। ଗୋଟିଏ ଆମେ ଶପଥ ନେବା, ଦିନକୁ 24 ଘଣ୍ଟାରୁ ଗୋଟିଏ ଘଣ୍ଟା ସମୟ ଦେବା ନିଜ ଭାଷା ପ୍ରତି ଆଗ୍ରହ ବଢ଼ାଇବା ପାଇଁ, ଭାଷାକୁ ପ୍ରଚାର ପ୍ରସାର କରିବା ପାଇଁ, ଭାଷାକୁ ପଢ଼ିବା ପାଇଁ। ଜଣେ ପଢ଼ିଲେ ଯାଇ ଜାଣିବ। ଆମେ ଜାଣିବା କେମିତି? ଆମର ଇତିହାସକୁ ଜାଣିବା କେମିତି? ଭାଷାକୁ ଜାଣିବା କେମିତି? ସଂସ୍କୃତିକୁ ଜାଣିବା କେମିତି? କେବଳ ପଢ଼ିଲେ। ତେଣୁ ପଠନ, ବର୍ଷକୁ ଦିନକୁ ଗୋଟିଏ ଘଣ୍ଟା ପଢ଼ିବା, ଗୋଟିଏ ଟଙ୍କା ଖର୍ଚ୍ଚ କରିବା ଭାଷା ପାଇଁ। ତା'ମାନେ ବର୍ଷକୁ 365 ଟଙ୍କାର ବହି କିଣିବା। ବହି କିଣିଲେ ବହିଟା ପଢ଼ିବାକୁ କ'ଣ ହେବ? ଆଗ୍ରହ ହେବ। ଆମର ଭାଷା ପ୍ରତି ଆଗ୍ରହ ଆସିବ ଏବଂ ଆମ ଭାଷା ସମୃଦ୍ଧ ହେବ। ଷଷ୍ଠ ଯଜ୍ଞମାନେ ଆମର ମାତୃଭୂମି ମାତୃଭାଷା ପରିବାରର ଯେଉଁ କବିମାନେ ଅଛନ୍ତି, କବି କବୟିତ୍ରୀ, ତାଙ୍କର ସର୍ବୋତ୍କୃଷ୍ଟ କବିତା 100ଟି ସର୍ବୋତ୍କୃଷ୍ଟ କବିତାକୁ ନେଇକି ସମକାଳୀନ ଓଡ଼ିଆ କବିତାର ସୁବର୍ଣ୍ଣ ଶତକ ପୁସ୍ତକ ଲୋକାର୍ପିତ ହୋଇଛି। ପ୍ରଥମେ ଯେଉଁ 50ତମ କବିତା ଆସର ବା ସୁବର୍ଣ୍ଣ ଆସର ଅନୁଷ୍ଠିତ ହୋଇଥିଲା, ସେଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇ ଓଡ଼ିଆ ଜାତୀୟତା ଏବଂ ରାଷ୍ଟ୍ରୀୟତା ଉପରେ ଆଧାରିତ ଆହ୍ୱାନ ଭରା କବିତା, ବୀର ରସଭରା କବିତାର ଗୋଟେ କବିତା ଆସରରେ 30 ଜଣ କବି ତାଙ୍କର ସ୍ୱରଚିତ କବିତା, ବୀର ରସଭରା କବିତା, ଗୋଟେ ରାଷ୍ଟ୍ର ଏବଂ ଜାତୀୟତା ଭରା କବିତା ସେମାନେ ପଢ଼ିଥିଲେ। ଆଉ ତାପରେ ଏଠି 100ଟି କବିତାକୁ ନେଇକି ଶ୍ରେଷ୍ଠ କବିତା ଯେଉଁ ମାନେ ସମକାଳୀନ ଓଡ଼ିଆ କବିତାର ସୁବର୍ଣ୍ଣ ଶତକ ପୁସ୍ତକ ଲୋକାର୍ପିତ ହୋଇଛି। ମଧୁସୂଦନ ଦାସ କହିଥିଲେ, ଏ ଜାତିର କୂଳବୁଧ କହିଥିଲେ, ଓଡ଼ିଆ ଜାତିର ପ୍ରଗତି ସେତେ ପର୍ଯ୍ୟନ୍ତ ଆସିବନି ଯେତେ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ସମୃଦ୍ଧ ନ ହୋଇଛି। ତେଣୁ ଓଡ଼ିଆ ଜାତିକୁ ଆଗକୁ ନେବା ପାଇଁ ହେଲେ ଓଡ଼ିଆ ସାହିତ୍ୟକୁ ମଧ୍ୟ ସମୃଦ୍ଧ କରିବାକୁ ପଡ଼ିବ। ବର୍ତ୍ତମାନ କ'ଣ ହେଉଛି କି ଓଡ଼ିଆ ସାହିତ୍ୟରେ ଗୋଟେ ପ୍ରକାର କେତେ ଜଣ କହୁଛନ୍ତି ଗୋଟେ ସଙ୍କଟ ଦେଖାଯାଇଛି, ପାଠକ ନାହାନ୍ତି। ସେଥିପାଇଁ ଲେଖକମାନେ, କବିମାନେ ମଧ୍ୟ ଦାୟୀ। ଆମେ ପାଠକଙ୍କ ରୁଚି ଅନୁଯାୟୀ, ପାଠକଙ୍କ ହୃଦୟକୁ ଛୁଇଁଲା ଭଳିଆ, ଜାତିକୁ ପ୍ରେରିତ କଲା ଭଳିଆ ସାହିତ୍ୟ ତାକୁ ଦେଇଛୁ କି? ଆଜି କାହିଁକି ମନୋଜ ଦାସଙ୍କ ଲେଖାକୁ କବି ମାନେ ପାଠକ ଚାତକ ପରି ଚାହିଁଥାଏ, ସେ ପଢ଼ୁଛି। ସୁରେନ୍ଦ୍ର ମହାନ୍ତିଙ୍କ ଲେଖାକୁ, ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ ଉପନ୍ୟାସକୁ ପଢ଼ୁଛି, କିନ୍ତୁ କାହିଁକି ଆମ ଗଳ୍ପ ଉପନ୍ୟାସକୁ ପଢ଼ୁନି? ତେଣୁ ଆମେ ମଧ୍ୟ ଦାୟୀ। ତେଣୁ ଏଭଳି ଗୋଟେ ସମାଜକୁ ପ୍ରେରିତ କଲା ଭଳିଆ ସାହିତ୍ୟିକମାନେ ତାଙ୍କ ମାନେ କଲମ ଚାଳନା କରନ୍ତୁ, ଏଇ ଅଭିଳାଷ ନେଇକି ଆମର କାର୍ଯ୍ୟକ୍ରମ ଚାଲିଛି। ଆମ ଯେଉଁମାନେ କବିମାନେ ଅଛନ୍ତି, ଲେଖକମାନେ ଅଛନ୍ତି ମାତୃଭୂମି ମାତୃଭାଷା ପରିବାର, ସେମାନେ ଏମିତି କବିତା ଲେଖୁଛନ୍ତି, ଏମିତି ଗଳ୍ପ ଲେଖୁଛନ୍ତି ଯଦି ସମାଜ ସେଥିପାଇଁ ପ୍ରେରିତ ହେବ। ଯଦି ଆଜି ମାନେ ମଧୁବାବୁ କି ଉତ୍କଳମଣି ଗୋପବନ୍ଧୁ କି ମନେକର ଉତ୍କଳ ଗୌରବ ମଧୁସୂଦନ ରାଓ, ଏମାନଙ୍କର କବିତାକୁ ଯଦି ଲୋକ ଆଜି ଗୁଣଗୁଣ ହେଉଛି, ତାହେଲେ ଆମ କବିତାକୁ କାହିଁକି ସେ ଅନଉନି? ସେଇ ଧାରାଟାକୁ ଆମେ ବଦଳାଇବା ପାଇଁ ଚାହୁଁଛୁ। ଗୋଟେ କବିତା ଆଳରେ, ଗୋଟେ ଆଧୁନିକତାର ଆଳରେ, କବିତା ନାଁରେ ସେମାନେ ଗୋଟେ ଅକବିତା ଗୋଟେ ତିଆରି କରୁଛନ୍ତି, ଯେଉଁଟାକି ପାଠକ ଦୂରେଇ ଯାଉଛି। କହିବାକୁ ଗଲେ ଆଜି ସାହିତ୍ୟ ଅଗଣାରେ ଏଗୁଡ଼ା ଆବର୍ଜନା। ସେଇ ସାହିତ୍ୟ ଅଗଣାଟାକୁ ଆବର୍ଜନା ମୁକ୍ତ କରିକି ଗୋଟେ ସୁନ୍ଦର ଗୋଟେ ସାହିତ୍ୟ ଦୁନିଆ ତିଆରି କରିବା ପାଇଁ ଆମର ସ୍ୱପ୍ନ ଏବଂ ସଂକଳ୍ପ।